ମା ଅଛି ଯାହାର ଭୟ ନାହିଁ ତାହାର। ମା ପାଖରେ ତା ଛୁଆ ସବୁଠୁ ସୁରକ୍ଷିତ ବୋଲି କହିପାରିବା ନିଶ୍ଚୟ। ମାର ପଣତକାନି ସବୁ ଦୁଃଖ କଷ୍ଟକୁ କରିଦିଏ ଲାଘବ। ମା ତା ପିଲା ପାଇଁ ଯେକୌଣସି ପରିସ୍ଥିତିରେ ବି ଲଢ଼ିବାକୁ ପ୍ରସ୍ତୁତ। ଦରକାର ପଡ଼ିଲେ ମରଣ ମୁହଁରୁ ବା ଯମ କବଳରୁ ତା ପିଲାକୁ ଫେରାଇ ଆଣିପାରେ। ଏଥିରେ କୌଣସି ସନ୍ଦେହ ନାହିଁ। ଏତେ ସବୁ କଥା ସେହି ମମତାମୟୀ ମା ପାଇଁ। କିନ୍ତୁ ଆଜି ପୁଣି ଏସବୁକୁ ମନେ ପକାଇ ଦେଇଛି ଏକ ଘଟଣା, ଯାହା ଛୁଇଁଛି ଅନେକଙ୍କୁ। ମାର ମମତା ଯେତେବେଳେ ସାହସର ରୂପ ନିଏ, ସେତେବେଳେ ସବୁ ବିପଦ ହାର ମାନିବାକୁ ହୁଏ ବାଧ୍ୟ। ଏ ଘଟଣା ତାର ଜ୍ୱଳନ୍ତ ଉଦାହରଣ। ଘର ବାରଣ୍ଡାରେ ଶୋଇଥିଲା 4 ବର୍ଷର ଶିଶୁ କନ୍ୟାଟିଏ। ହଠାତ୍ ଜଙ୍ଗଲରୁ ଚାଲି ଆସିଥିଲା ଏକ ହେଟା ବାଘ। ସେ ପିଲାଟିକୁ ଟାଣି ନେବାକୁ କରିଥିଲା ଉଦ୍ୟମ। ଏହି ସମୟରେ ନିଜର ଉପସ୍ଥିତ ବୁଦ୍ଧି ଓ ସାହସ ଦେଖାଇ ନିଜ ଜୀବନକୁ ବିପଦରେ ପକାଇ ମା ହେଟା ବାଘକୁ ପ୍ରତିରୋଧ କରିଥିଲେ। ଶେଷରେ ନିଜ କୁନି ଝିଅକୁ ବାଘ କବଳରୁ ଉଦ୍ଧାର କରିବାରେ ସଫଳ ବି ହୋଇଥିଲେ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଟେମୁରାପାଲି ପଞ୍ଚାୟତ ଅନ୍ତର୍ଗତ ଜନ୍ଦ୍ରାଗୁଡ଼ା ଗାଁର ମେକେ ମାଡ଼କାମୀଙ୍କ ଏହି ସାହସ ଏବେ ସମସ୍ତଙ୍କୁ କରିଛି ଚକିତ। ପିଲାକୁ ସକାଳ 7ଟା ବେଳେ ପୁରା ସେ ବାଘ ଆସିକି କାମୁଡ଼ି ନେଉଥିଲା। ସେ ଖେଳୁଥିଲା ପିଲା, ତାର ମା ଘରେ ନଥିଲା, ତାର ବାପା ତ ନାହିଁ, ସେ ଯାଇଛି ବଡ଼, ତାକୁ ତ କହିବାକୁ ନାହିଁ, ତା କଥା ଛାଡ଼। ହେଲେ ପିଲା ଖେଳୁଥିଲା, ଖେଳିଲା ବେଳକୁ ସେ 2-3ଟା ପିଲା ଥିଲେ, ତାଙ୍କୁ ଛାଡ଼ିକରି ଆକୁ ଜଣକୁ ଖାମ୍ବିକିରି ସେ ନେଉଥିଲା। ସେତେବେଳେ ତାର ମାଆକୁ କ'ଣ ହେଲା କାନ୍ଦୁଛ ବୋଲିକରି ମା ପଳେଇ ଆଇଲା ସେ ଯେଉଁ ପାଣିରେ ଯାଇଥିଲା ସେ ଆଣ୍ଡି ସହିତ ବାଘକୁ ମାରିଲା ଛାଡ଼ୁନି। ନ ଛାଡ଼ିଲାରୁ ସେ ଆଉ ପୁଣି ସେ ପାଖାପାଖି ଥିବା ଲୋକମାନେ ଆସିକରି ତାକୁ ମାରପିଟ କରି ମାନେ ବଢ଼େଇଲେ ସେ ଛାଡ଼ି ପଳେଇଲା। ମା ମେକେ ତାଙ୍କ କୁନି ଝିଅ ସରୋଜିନୀକୁ ମରଣ ମୁହଁରୁ ଛଡ଼େଇ ଆଣିଛନ୍ତି ସତ, କିନ୍ତୁ ବାଘ ଆକ୍ରମଣରେ ଶିଶୁଟିର ଶରୀରର ବିଭିନ୍ନ ସ୍ଥାନରେ ଲାଗିଛି ଆଘାତ। ତାଙ୍କୁ ତୁରନ୍ତ ମାଥିଲି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଝିଅଟି ଶୀଘ୍ର ସୁସ୍ଥ ହୋଇଯିବ ବୋଲି କହିଛନ୍ତି ଡାକ୍ତର। ସେପଟେ ଘଟଣାର ଖବର ପାଇ ମେଡିକାଲରେ ପହଞ୍ଚିଥିଲେ ବନ ବିଭାଗର ଅଧିକାରୀମାନେ। ସେମାନେ ମେକେ ମାଡ଼କାମୀଙ୍କଠାରୁ ପୂରା ଘଟଣା ସମ୍ପର୍କରେ ବୁଝିଛନ୍ତି। ହେଟା ବାଘଟି କେଉଁଠାରୁ ଆସିଥିଲା ଏବଂ ତାର ଗତିବିଧି କ'ଣ ରହିଛି, ସେ ନେଇ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି। ପିଲାଟି ବାକି ମାନେ କନସିୟସ୍ ଓରିଏଣ୍ଟେଡ୍ ଥିଲା। ଏତେ ମାନେ ବାଘ ବହୁତ ମାଇଲ୍ଡ ଆଟାକ୍ କରିଛି, ତ ବେସିକ୍ ଡ୍ରେସିଂ ପାଇଁ ପଠା ହେଲା। ତାପରେ ତାକୁ ସବୁ ଇଞ୍ଜେକ୍ସନ୍ ପତ୍ର ଦିଆହେଲା। ନାଇଁ, ଏଇଠି ତାର ଟ୍ରିଟମେଣ୍ଟ ହେଇଯିବ। କ'ଣ ପାଇଁ କି ମାନେ ଛୁଆ ବେଶୀ ଇଞ୍ଜୁରି ହେଇନି, ଛୁଆର ଡିପ୍ ଇଞ୍ଜୁରି କିଛି ହେଇନି, ସୁପରଫିସିଆଲ ଇଞ୍ଜୁରି ଅଛି, ତ ଏଇଠି ଆମେ ଟ୍ରିଟମେଣ୍ଟ କରିବୁ ଛୁଆର। ମା ତ ମା, ପିଲା ପାଇଁ ସେ କିଛି ବି କରିପାରେ। ଏଠି ସେମିତି ଜଣେ ମା ନିଜ ପିଲାକୁ ହେଟା ବାଘ କବଳରୁ ଫେରାଇ ଆଣିଛି। ଏହି ଘଟଣା ପୁଣି ଥରେ ପ୍ରମାଣ କରିଛି ସନ୍ତାନ ପାଇଁ ମା କେତେ ଦୂର ଯାଇପାରେ। ନିଜ ଜୀବନକୁ ଖାତିର ନ କରି ହିଂସ୍ର ଜନ୍ତୁ ସହ ଲଢ଼ି 4 ବର୍ଷର ଝିଅକୁ ବଞ୍ଚାଇଥିବା ମାର ସାହସ ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମାର ମମତା ଓ ସାହସର ଏହି ଦୁର୍ଲଭ ଚିତ୍ର ନିଶ୍ଚିତ ଭାବେ ସମସ୍ତଙ୍କ ହୃଦୟକୁ ଛୁଇଁ ଯିବା ଭଳି। ମାଥିଲିରୁ ଶରଦ ମହାରଣାଙ୍କ ରିପୋର୍ଟ, ନ୍ୟୁଜ୍ 7 ଡିଜିଟାଲ।